भागे रथचरित ब्रह्मबन्धु वेदानां सारमीशुतं हितं ब्रह्मनाथो स्मरामि जगन्नाथाय प्रेम गुरुदेवाय विद्महे प्रेमदातादिवै श्रीक्षेत्र टीवी उक्त पवित्र कार्यक्रम प्रतिभा परिचय को उपभोग करुथिबा समस्त दर्शक दर्शिका मानंकु आंतरिक शुभेच्छा। आसंतु दर्शक बंधु, आज आमे उत्कलर जनैक वयोज्येष्ठ पाला गायक श्रीजुक्त लिंगराज बेहेरांक स्वजीवनी उपरे कियद आलोकपात करिबा। गायक प्रवृद्ध श्रीजुक्त लिंगराज बेहेरा 1948 मसीहा चैत्र मासर एक रमणीय प्रभात रे कटक जिला अंतर्गत टांगी चौदार ब्लॉक स्थित दमका ग्राम रे पिता परमानंद और माता राधादेवींकर कोलमंडन करथिले। मध्यवित्त परिवारर आर्थिक संकट तांको उच्च शिक्षारु वंचित करथिले मध्य से अद्यावधि दीर्घ 53 वर्ष धरी निजर पाला कला को अब्याहित रखिचंती। आसंतु से कौन कहंती तांको स्वमुखरु सुनिबा। पवित्र पीठरे आमे माने उपस्थित होइछे ए दमका ग्रामर माँ ग्रामदेवती भुजबलींकर पीठ। यही दमका ग्राम रे मोर जन्म। मोर बापांकर नाम परमानंद बेहेरा, मातांकर नाम हेउछि राधाराणी देवी। मो ना लिंगराज बेहेरा। जने क्षुद्र कलाकार कलाकार जीवन रे दिन बीतीगला। 1948 मसीह मोर जन्म। मोर गुरुदेव हेउछंती पंडित शंकरषण त्रिपाठी। से जने पुरातन गायक थिले। हरिनाथ निरंजनकर तांकरी समसामयिक गायक थिले। मुझे पाला प्रथम शिक्षा करने जाए पाला रे पाली काम करुଥିଲି। मोर गायक प्रधानपड़ार कृष्णचंद्र शतपथी, परिवार श्याम सुंदर पंडा तांकरी पाखरे पाली काम करुଥିଲି। मोर गुरुदेव पाखक मुझा करे। गुरुंकर जन्मस्थान होचे निश्चिंता। तांकरी पद सेवा करी करी मोर दिनटा बीती जाइछि।
ତାଙ୍କରି ଅପାର କରୁଣାରୁ ଆଜି 5 ବର୍ଷ ପାଳିଆ କାମ କରିସାରିବା ପରେ 6 ବର୍ଷ ବେଳକୁ ଗାୟକ କାମ କରିବା ପାଇଁ ଇଚ୍ଛା ହେଲା। ପାଲା ହେଉଥାଏ ଧର୍ମେନ୍ଦ୍ର ଦୀକ୍ଷିତଙ୍କର, ଦେଖିବା ପାଇଁ ଯାଇଥାଏ କୋଣି। ସେ ଜାଗାରେ ଶୋଇ ପଡ଼ିଛି। ଶୋଇବା ଭିତରେ ନିଦଟା ଯେତେବେଳେ ଭାଙ୍ଗି ଯାଇଛି ଦେଖିଲି ଯେ ମୋ ପିଠିଆଡ଼େ ଯୋଡ଼ିଏ ବେତ ଚିହ୍ନ ବସିଛି। କିଏ ମାରିଲା କ'ଣ କଲା କିଛି ନ ପାଇ ରାତି ଗୋଟାକ ବେଳେ କଣିରୁ ଚାଲି ଚାଲି ଝଙ୍କଡ଼ରେ ଯାଇକିରି ମୁଁ ପହଞ୍ଚିଲି। ତା ପରଦିନ ରାତି 12ଟା ବେଳେ ଝଙ୍କଡ଼ ପଡ଼ିବା ପହଡ଼ ପଡ଼ିବା ପାଇଁ ହେଉଛି, ପାଦରେ ଚାଲି ଚାଲି ଯାଇଛି। ଯାହା ହଉ ଠାକୁରାଣୀଙ୍କ ପାଖରେ 7ଟି ଦିନ ରହିଲି। ଭଗବତୀଙ୍କର ଯେଉଁପରି କୃପା ହେଲା ସେତିକିରେ ପାଲା ଗାଇବା ପାଇଁ ମନ ହେଲା। ଆସିକିରି ଯେଉଁ ସଙ୍ଗୀତମାନଙ୍କୁ ନେଇକିରି ମୁଁ ଗାୟକମାନଙ୍କ ସହିତ ପାଲା କରିଥିଲି ସେହି ସଙ୍ଗୀତମାନଙ୍କୁ ଧରି ଗାୟକ କାମ ଆରମ୍ଭ କଲି। ଜୀବନରେ ତ ଅଧିକ ପାଠ ପଢ଼ିବାର ସୌଭାଗ୍ୟ ପାଇପାରିନଥିଲି। ମୋ ଗୁରୁଦେବଙ୍କର ଠାକୁରାଣୀଙ୍କର କୃପାରୁ, ଏ ଜନତା ଜନାର୍ଦ୍ଦନ ମାନଙ୍କର କୃପାରୁ ମୁଁ ଆଜି ପାଲା ଗାଇବା ପାଇଁ ଯେମିତି ପାଲା ଗାୟକ ରୂପରେ ଆପଣମାନଙ୍କ ପାଖରେ ପରିଚିତ ହେଲି। ଆପଣମାନଙ୍କର ସ୍ନେହ ଆଉ ଶ୍ରଦ୍ଧା ମୋତେ ଏ ପର୍ଯ୍ୟନ୍ତ ଟାଣି ଆଣିଲା। ଜୀବନରେ ରେଡ଼ିଓରେ ପାଲା ଗାଇବା, ଟିଭିରେ ପାଲା ଦେବା, ଲୋକ ସମ୍ପର୍କ ବିଭାଗରେ ପାଲା ଗାଇବା, 21 ପାଲା ଠାରୁ ବାଦି ପାଲା ପର୍ଯ୍ୟନ୍ତ, ଏ ଅଞ୍ଚଳରେ ବସି ପାଲା ଠାରୁ ଠିଆ ପାଲା ପର୍ଯ୍ୟନ୍ତ ପାଲା ଗାଇ ଗାଇ ମୋର ଦିନଟା ବିତିଗଲା ବୋଲି ପଣ୍ଡିତ ଦିନେ ନୁହେଁ 52-53 ବର୍ଷ ହୋଇଗଲାଣି ପାଲା ଗାଇବା ମୋର। 14 ବର୍ଷ ପୁରିକି ଯେତେବେଳେ 15 ବର୍ଷ ଚାଲିଲା ମୁଁ ସେତେବେଳେ ପାଲାରେ ପାଳି କାମରେ ରହିଲି। 5 ବର୍ଷ ପାଳିଆ କାମ କରିସାରିବା ପରେ ସାମର ଧରି ମୁଁ ଗାୟକ କାମ ଆରମ୍ଭ କଲି। ଯେତେବେଳେ ପାଲା ଆରମ୍ଭ କଲି ସବା ପ୍ରଥମ ରଙ୍ଗିଦାସପୁର ଯଜ୍ଞ ନିକଟରେ ମୋତେ ନେଇ ପାଲା ଗାଇବା ପାଇଁ ଯେତେବେଳେ ସଙ୍ଗୀତମାନ ସମସ୍ତେ କହିଲେ ସେଇ ଜାଗାରେ ଠିଆ ପାଲା ଆରମ୍ଭ ମୁଁ କରିଥିଲି ପ୍ରଥମ ପାଲା। ତାପରେ ପରେ ପାଲାକୁ ଯେତେବେଳେ ଗାଇ ସାରିଲି ଯିବା ପାଇଁ ଅନେକ 21 ପାଲା, ଜନ୍ମଦିନ ପାଲା ଏମିତି ଆକୁ ଗାଇଲି। ତାପରେ ଆରମ୍ଭ କଲି ବାଦ ପାଲାକୁ ଯିବି ବୋଲିକି ଅଭୟଚରଣ ସାଇଙ୍କ ସହିତ ମୋତେ ନେଇ କେନ୍ଦୁଝରରେ ଛିଡ଼ା କରିଥିଲି। ମୁଁ ପ୍ରଥମ ସେତେବେଳକୁ ତାଙ୍କ ସହିତ ପାଲା ଗାଇଛି। ପ୍ରାଚୀନ ଗାୟକ କ୍ଷେତ୍ରବାସୀ ମିଶ୍ର ସେ ଦେହାନ୍ତ ହେଲେଣି। ଗୁରୁକଳ୍ପ ଗାୟକ ତାଙ୍କ ସହିତ ପାଲା ହେଇଛି। ଅନିରୁଦ୍ଧ ପାଣିଙ୍କ ସହିତ ପାଲା ହେଇଛି। ପୀତାମ୍ବର ପଣ୍ଡାଙ୍କ ସହିତ ପାଲା ହେଇଛି। ପୁରୁଣା ଗାୟକମାନେ ଯେତେ ସବୁ ଥିଲେ ତାଙ୍କ ସହିତ, ଘନଶ୍ୟାମ ନାୟକଙ୍କ ସହିତ ପାଲା ହେଇଛି। ଆଉ କରୁଣା ସିନ୍ଧୁ ନାୟକ ତାଙ୍କ ସହିତ ପାଲା ହେଇଛି। ଅନେକ ଗାୟକ ଯିଏ ଅଛନ୍ତି, ଜଗନ୍ନାଥ ବେହେରା ଲଗେଇକିରି ଯିଏ ପ୍ରାଚୀନ ଗାୟକମାନେ ଯେତେ ଭାବରେ ପଢ଼ିଛନ୍ତି, ଏବେକୁ ତ ସବୁ ପିଲା ଗାୟକମାନେ ବାହାରିଲେ, ତାଙ୍କ ସହିତ ଅନେକ ପାଲା ହୋଇଛି। ସୁଯୋଗ ଜୁଟିଛି। ଧ୍ରୁବଚରଣ ସାହୁ, ବାହାରପଡ଼ାର ଧ୍ରୁବଚରଣ ସାହୁ, ତାଙ୍କରି ସମସାମୟିକ ଗାୟକ ଇଏ ନକୁଳନାଥ, କପିଳନାଥ, ଏମାନେ ସବୁ ଯିଏ କପିଳନାଥ ଗଲେଣି, ତାଙ୍କ ସହିତ ବହୁତ ପାଲା ହେଇଛି। ପାଲା ଗାଇବା ଯେତେ ଗାୟକ ଯିଏ ଆସନ୍ତି କାହାକୁ ମନା କରିନି। ଆଉ ନିରଞ୍ଜନ ବାହିନୀ ପ୍ରତି କିମ୍ବା ଏ ଭାଇନାଙ୍କ ସହିତ ପାଲା ହେଇଛି। କିନ୍ତୁ ତାଙ୍କରି ସମସାମୟିକ ଯୁବପିଢ଼ିର ଗାୟକ ଏବେ ତ ସବୁ ବାହାରିଲେ। ଆମ ବେଳେ ଅଧିକ ପାଠ ପଢ଼ିବାର ସୌଭାଗ୍ୟ ନଥିଲେ। ସେ ଯେଉଁ ପାଲା ଆଜି ଆଉ ସେ ପାଲା ନାହିଁ। ଛାନ୍ଦ ଚତୁଷ୍ପଦୀ କୁଆଡ଼େ ଉଠିଗଲା। ଆମକୁ ଯିଏ ପଚାରୁଥିଲେ ତୁମେ ଏତେ ପାଲା ଗାୟକ, ଆଜି କେତେଟା ବିଷୟ ଶିଖିଛ? ପ୍ରଥମତଃ ଜଗନ୍ନାଥ ବେହେରା ମୋତେ କହିଲେ, ଲିଙ୍ଗରାଜ ଯେତିକି ପାଲା ଗାଇବ ତୁମେ ବିଷୟବସ୍ତୁକୁ କେବେ ଜୀବନରେ ଛାଡ଼ିବ ନାହିଁ। ଆଜି ପର୍ଯ୍ୟନ୍ତ ତାଙ୍କ ହସ୍ତଲେଖା 3 ଖଣ୍ଡକ ମୋ ପାଖରେ ଥୁଆ ହୋଇଛି। ଯେତେ ଦିନ ପାଲା ଗାଉଥିବ ସମାଜ ତୁମେ ଗାଇବ। ଯିଏ ସମାଜ ନ ଗାଏ, ଯିଏ ସମାଜ ନ ଶିଖେ, ସେ ଅସାମାଜିକ ବ୍ୟକ୍ତି। ସମାଜ କ'ଣ ସେ ଜାଣେ ନା। ସଂସ୍କୃତି ଯାର ଏ ପରିକା ସେ ମୋତେ ଭାଷା କହିଲେ ଯେ ପାଲାକୁ ଛାଡ଼ିଯାଏ। କିନ୍ତୁ ସେଇ ବିଷୟବସ୍ତୁକୁ ଆମେ ଶିଖିବା ପାଇଁ 22ଟି ବିଷୟ ଯେତେବେଳେ ଶିଖି ସାରିଲି ସେତେବେଳେ ପଦାକୁ ବାହାରିଲି ପାଲା ଗାଇବା ପାଇଁ। 22 ରାତି ପାଲା ଗାଇବି ବୋଲିକିରି ବିଷୟ ଶିଖିକିରି ମୁଁ ପାଲାକୁ ଯାଉଥାଏ। ଯେତେବେଳେ ଯିଏ ଆସିଛନ୍ତି ଉଚ୍ଚସ୍ତର ଗାୟକ ହୁଅନ୍ତୁ, ଯିଏ ନୂତନତଃ ଶିକ୍ଷା କରୁଥାନ୍ତୁ, ସମସ୍ତଙ୍କ ସହିତ ଯାଇଛି। କିନ୍ତୁ ମୁଁ ଜଣେ ଜ୍ଞାନୀ ଗୁଣୀ ପଣ୍ଡିତ, ଏହା ମୋ ମନ ଭିତରେ ଧାରଣା ନୁହେଁ। ମୁଁ କାହାକୁ ଭାବେ ନା। ବୟସ୍କ ଗାୟକମାନଙ୍କ ପାଖରେ ପାଲା ଗାଇବା ସମୟରେ ସେମାନଙ୍କର ସେବା କରିବା ପାଇଁ ମୋତେ ହେଇଛି। ସମସ୍ତ ଗାୟକମାନଙ୍କର କଲ୍ୟାଣ ଆଶୀର୍ବାଦ ମୋ ଉପରେ ଧାର୍ଯ୍ୟ ହୋଇଛି। ତେଣୁକରି ଆଜି
ଏ ପାଲା ସମାଜରେ ଏତେ ବାଟ ଆଗେଇ ଆସିଛି। ବ୍ରଜରାଜ ତନୁଜ ପଦ କଞ୍ଜକୁ ଭଜ ସଜମାନ ସେ ପ୍ରାତ ସଞ୍ଜକୁ ପିଞ୍ଜରା ବଧନ ହୋଇ ଯାଅ କୁଞ୍ଜକୁ ରଞ୍ଜନୟନେ କହ୍ନାଇ ହୃଦ ଗୁଞ୍ଜକୁ ଖଞ୍ଜନ ନେତ୍ରୀ ରାଧା ହୃଦୟର ପୁଞ୍ଜକୁ ବଞ୍ଜନ୍ତି ନନ୍ଦବଳା କେଟି ପୁଛ ଛନ୍ଦକୁ ଭୁଜ ତଳେ ରଖିବ ଲିଙ୍ଗରାଜକୁ ବ୍ରଜ ରାଜ ତନୁଜ ପଦ କଞ୍ଜକୁ। ମୋର ଗୁରୁଦେବ ମୋତେ କଲମ ଦେଇ ଯାଇଥିଲେ, ଲେଖିବା ମୁଁ ଆରମ୍ଭ କରିଥିଲି। କାହାରି ଲେଖା ଅପେକ୍ଷା ମୁଁ ନିଜ ଲେଖା ଅନେକ ଅନୁଷ୍ଠାନରେ ଗାଇବା ପାଇଁ ମନ ଆନନ୍ଦ ସହକାର ମୁଁ ଗାୟନ କରେ। ଆମ ଜୀବନ ଭିତରେ ଗୋଟିଏ ଗୀତ ଭଗବାନଙ୍କ ଯାହାକୁ ମନଶିକ୍ଷା ଜଣାଣ ବୋଲିକିରି କହନ୍ତି, ତାକୁ ଆମେ ପଢ଼ୁ, ତାକୁ କେବେ ଛାଡ଼ିଯାଇ ଦଳିତାଞ୍ଜନ କୁଞ୍ଜ ମଞ୍ଜୁଳାଙ୍ଗ ଲଳିତା ଦୌଲୋଚନ ଚିତାଙ୍ଗ୍ରି ଫଳିତା ମୋର ଗୁରୁ ଆଶ୍ରିତାଲାଂ ଫଳିତା ବିନାଶ ଚମ୍ପ ଭିତରେ ଏ ଶ୍ଲୋକ କଟି ଯାଇଛି ଗାଇବା ପାଇଁ। କଳାକୁ ଦଳି ଦେଲେ ଯେପରି ଚିକଣ କାଳିଆ, ସେଇ ଚିକଣ କାଳିଆ ନନ୍ଦ ନନ୍ଦନ ଭଗବାନ କୃଷ୍ଣ ତାଙ୍କରି ପଦାର୍ଥରେ ଏ ଦିନଟା ଚାଲି ଯାଉ। ଏ ଜୀବନରେ ଠାକୁରଙ୍କ ବ୍ୟତୀତ ମୁଁ କିଛି ବୋଲି କିଛି ଜାଣିନି ଜଗତରେ। ପିଲାଦିନଠୁ ଖେଳ ନାହିଁ, ସାଙ୍ଗ ନାହିଁ, ସୁଖ ନାହିଁ, କେବଳ ଠାକୁର। ଏ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତପତେ ଗୋପେଶ ଗୋପିକା କାନ୍ତ ରାଧାକାନ୍ତ ନମସ୍ତୁତେ ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ। ଠାକୁରଙ୍କ ସେବା ପୂଜା କରି କରି ଦିନ ଚାଲି ଯାଇଛି। ସେଇ ରାଧାକୃଷ୍ଣଙ୍କର ଅପାର କରୁଣା ଝଡ଼ି ପଡ଼ିଛି। ସେଇ ବୃନ୍ଦାବନ ବିପିନ ବିହାରୀ, ବୃନ୍ଦାବନରେ ଯେଉଁ ଠାକୁରଙ୍କୁ ଲୀଳା କରନ୍ତି ତାଙ୍କର ନାମ ପୁରା ହେଉଛି ବାଙ୍କ ବିହାରୀ। ତାଙ୍କ ପରି କିଏ ହେବ? ଛାନ୍ଦରୁ ଗୋଟାଏ ପଦ ଯାଏ ଆପଣଙ୍କ ପାଖରେ କହିବା ପାଇଁ। ବୃନ୍ଦାବନ ଶୋଭାବାଣୀ କି କହିବା ପରି ମାଣୀ ଅଛନ୍ତି ଜହିଁରେ ତରୁ ସନ୍ତାନ ସମ ଜହି ତରୁ ଚିନ୍ତାମଣି କାମ ଧେନୁ ଧେନୁ ଶ୍ରେଣୀ ଗୋପାଳ ଅଛନ୍ତି ଜହିଁରେ ନିଦାନ ଶ୍ୟାମ ସେହି ସ୍ଥଳ ଧୂଳି ଲବନେ ସେହି ସ୍ଥଳ ଧୂଳି ଲବନେ ଗୁଳ୍ମ ହେବାକୁ ବିଧାତା ଭାବନ୍ତି ମନେ। କେତେ ସୁନ୍ଦର ଲେଖା। ଅଭିମନ୍ୟୁ ସାମନ୍ତଙ୍କ ପରି କି ହେବ? ସେହି କବିଙ୍କ କଥା, ଯେଉଁ ଜନ୍ମପୀଠରେ ଜନ୍ମ ହୋଇତେ ଯେଉଁଠି ଦେହାନ୍ତ ହେଇପାରିଛି, ମୁଁ ସେଇ ବାଲିଆ ପର୍ଯ୍ୟନ୍ତ ଯାଇଛି, ତାଙ୍କ ସମାଧି ପୀଠ ଦର୍ଶନ କରିକିରି ଆସିଛି। ଅନେକ ଅନେକ ଛାନ୍ଦ ଚତୁଷ୍ପଦୀ ମନ ଭିତରେ ପଡ଼ିଯାଏ। ବେଳେ ବେଳେ କାହା ଆଗରେ କହିବି କହିବା ପାଇଁ। ଆଜି ସବୁ ହେଉଛି ଗ୍ରୀଷ୍ମ ଋତୁ, ପ୍ରଭାତ ବର୍ଣ୍ଣନା, ବସନ୍ତ ବର୍ଣ୍ଣନା, ସବୁ ଗୋଟିଏ ଗୋଟିଏ ବର୍ଣ୍ଣନା କେହି ଆଉ ପଢ଼ୁନାହାନ୍ତି। ବେଳେ ବେଳେ ଯେତେବେଳେ ମନ ପଡ଼ିଯାଏ, କଚଟ ତପ ନିୟମ ଏ ଛାନ୍ଦ କର ବିଚାର ହୃଦୟରେ କବିଦ କ୍ରମେ କ୍ରମେ ଶୀତ ଋତୁ ଘଟିଲା କାଳ ପରାଏ ଗ୍ରୀଷ୍ମ ଘଟିଲା କରନ୍ତି ଶଙ୍କା ସକଳ ଲୋକ କରନ୍ତି କଲାର ସଉଣା ଦିନୁ ଅଧିକ କରନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଭଞ୍ଜଙ୍କ ପୁଅ ପରି କିଏ ଆଉ ହେବ? ଭଞ୍ଜଙ୍କର ଏଡ଼େ ଲେଖା ଚାଲିଛି। ଭକ୍ତ କବି ଦୀନକୃଷ୍ଣଙ୍କର ତାଙ୍କର ରସକଲ୍ଲୋଳ ଲେଖା ହେଲା। ପୋଥି ଖଣ୍ଡିକ ଧରିକିରି କଥୋପକଥନରେ ପ୍ରାଚୀନ ଗାୟକମାନଙ୍କ ଠାରୁ ଶୁଣିବାକୁ ପାଇଛି, ଯାଇ ଭୁବନେଶ୍ୱରରେ ପହଞ୍ଚିଲେ ସେ ପୋଥି ଖଣ୍ଡକ ଦେଖାଇବା ପାଇଁ ଆସିଛନ୍ତି ବୋଲିକିରି କବି ଦୀନକୃଷ୍ଣ ଭଞ୍ଜ ଆନନ୍ଦ ହୋଇଗଲେ। ସୁପକାରକୁ ଡାକି ଜଣେ ଅତିଥି କବି ହିସାବରେ ଆସି ମୋ ପାଖରେ ପହଞ୍ଚନ୍ତି, ଖାଦ୍ୟପେୟର ବ୍ୟବସ୍ଥା କର। ତାଙ୍କର ମନ ଥିଲା ଯେ, ମନ ଭିତରେ ଚିନ୍ତା କରିଥିଲେ ଉପେନ୍ଦ୍ର କେମିତିଆ ଲେଖିଛନ୍ତି। ମୋ ଲେଖା ସହିତ ତାଙ୍କ ଲେଖା ଯାହା ହେଉ, ତାଙ୍କୁ ଟିକେ ମୁଁ ଦେଖିବି।
ସେତେବେଳେ ସୁପକାରକୁ ଡାକି କହିଲେ, ସୁପକାର ଖାଦ୍ୟପେୟର ବ୍ୟବସ୍ଥା ଟିକେ କହିବ। ରାମ ମାରି ଅବତାରକୁ ନେଇ ରାଇ ସଙ୍ଗେ ମଧୁ ଦେବ ମିଶାଇ। ରାମ ଅର୍ଥାତ୍ ମୃଗକୁ ମାରି ମୃଗ ମାଂସ ଯଦି କିଛି ପାଇବ ଯୋଗାଡ଼ କରିଥିବ। ଅବତାରକୁ ନେଇ ଯଦି ମୃଗ ମାଂସ ନ ପାଇଲ, ପ୍ରଥମ ଅବତାର ମୀନ ଅବତାର, ମତ୍ସ୍ୟ ଅବତାର, ଭଲ ରୋହି ମାଛ ଯଦି ପାଇବ ମାଛ ବରାଦ କରିବ। ରାମ ମାରି ଅବତାରକୁ ନେଇ ରାଇ ସଙ୍ଗେ ମଧୁ ଦେବ ମିଶାଇ। ରାଇ ଅର୍ଥାତ୍ ସୋରିଷ, ମଧୁ ଅର୍ଥାତ୍ ରସ। ସୋରିଷ ତେଲରେ ତାକୁ ଭଲ ଭାବରେ ଛାଣିକିରି ଭଲ ଭାବରେ ଭାଜି ଦେଇଥିବ। ସୀତା ମାତାରୁ ହାତୀ ଖୋଜ ନେବ, ସୁଯୋତ୍ରେ ରନ୍ଧନ ସେ କରିଥିବ। ସୀତା ମାତା, ସୀତାଙ୍କର ମା ଯେ କି ବସୁଧା କିଏ ମାଟି। ଯଦି ମାଟି ଆଳୁ କୋଉଠି ପାଅ, ହାତୀ ଖୋଜିଆ ଆଳୁ, ସୀତା ମାତାରୁ ହାତୀ ଖୋଜ ନେବ, ସୁଯୋତ୍ରେ ରନ୍ଧନ ସେ କରିଥିବ। ରାମ ମାମୁଁ ଜଗତ ମାତାଙ୍କୁ କ୍ଷେତ୍ରରେ ନେବ, ରାମ ମାମୁଁ ଆକାରରେ ରଖିବ। ଜଗତ ମାତା, ଜଗତର ମା ହେଉଛନ୍ତି ଲକ୍ଷ୍ମୀ। ଅନ୍ନକୁ ଆମେ, ପ୍ରସାଦକୁ ଆମେ ଲକ୍ଷ୍ମୀ ବୋଲିକି କହୁ। କ୍ଷେତ୍ରରେ ନେବ ଅର୍ଥାତ୍ ଥାଳିରେ ତାଙ୍କ ପାଇଁ ପ୍ରସାଦ ବାଢ଼ିଥିବ, ଭାତ ନେଇଯିବ। ରାମ ମାମୁଁ ଆକାରରେ, ରାମଙ୍କର କୃଷ୍ଣଙ୍କର ମାମୁଁ ହେଉଛନ୍ତି କଂସ, ଆକାର ଦେଲେ କଂସା। କଂସାରେ ତାଙ୍କ ପାଇଁ ତରକାରୀ ଦେବ, ସିଏ ଖାଇବେ। କହେଉ ପଇନ୍ଦ୍ର ଭଞ୍ଜ ଏ ଗୀତେ, ରନ୍ଧନ ବ୍ୟବସ୍ଥା କର ତୁରିତେ। ଆପଣମାନେ ଜାଣିବେ ସୁପକାର ୟାକୁ ବୁଝିଲା। କବି ଭାବୁଛନ୍ତି, ଯାଇଛନ୍ତି ପୋଥିକି ନେଇକି ଦେଖେଇବେ ମୋ ଲେଖା ଭଲ ହୋଇଛି କି ମନ୍ଦ ହୋଇଛି। ଆଜ୍ଞା ଯେତେବେଳେ ଦେଖିଲେ ଜଣେ ସୁପକାର ଏପରି ଅର୍ଥକୁ ବୁଝି ପାରୁଛି, ଆଙ୍କ ପାଖରେ ମୁଁ କି ଜ୍ଞାନ ବଖାରିବି। ଭଞ୍ଜଙ୍କର ଗଭୀରତା ଜ୍ଞାନକୁ କାତ ପଣ୍ଡିତେ ପାଇଲେ କି ପାଇବ ନାହିଁ। ପୁରା ନୀତିକୁ ଏବେକା ଗାୟକ ବନ୍ଧୁମାନେ ସମସ୍ତେ ଛାଡ଼ିକିରି ପାଲା କଲେ। ଆମ ଜୀବନରେ ଆମେ ମନ ଗଲୁ ଭଗବାନଙ୍କର ନାମ ଭଜନ ଯିଏ ଯେତିକି ଜାଣିଥାଉ। ଧ୍ୟାନ ଶ୍ଲୋକଟି ପଢ଼ି ସାରିବା ପରେ ପରେ ମନ ଶିକ୍ଷାଟି ପଢ଼ା ହେଉଥିଲା। ତାପରେ ପରେ ଆଶୀର୍ବାଦ ଶ୍ଲୋକଟି ପଢ଼ା ହେଉଥିଲା। ଆଶୀର୍ବାଦ ଶ୍ଲୋକ ପଢ଼ା ହେଲେ ଗୋଟିଏ ଧମାଧାମ ଗାୟକ ମାନଙ୍କ ଦଉ ଲେଖିଥିଲେ, ଆନନ୍ଦ ସାଗରେ ହରି 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 ବୋଲନ୍ତୁ ସକଳ ଦେଶ ଭାଇ ବନ୍ଧୁଗଣ। ସଂକଟ ପଡ଼ିଲେ ରକ୍ଷା କରନ୍ତୁ ଶ୍ରୀମନ ଶ୍ରୀ ବାବା ସତ୍ୟ ନାରାୟଣ। ଏତିକି କହିବା ମାତ୍ରକେ ଯୋଉ ଲୋକ ଶୋଇ ପଡ଼ିଥିବେ ଧଡ଼ପଡ଼ ହେଇକିରି ଆଜ୍ଞା ଉଠିକିରି ବସିବେ। ଏ ପଢ଼ିବା ନାହିଁ। ଆଉ କେହି ଗାୟକ ପଢ଼ିବା ଆନନ୍ଦ ସାଗର ବୋଲି ଜାଣିପାରୁନୁ। ବିଷୟଟି ଯେତେବେଳେ ଆରମ୍ଭ ହେଉଥିଲା, ଗୋଟିଏ କଚଡ଼ା ଦେଉଥିଲୁ, 14 ଅକ୍ଷରୀ ଚାରିପଦ ଗାଉଥିଲୁ। ଯୋଉ 14 ଅକ୍ଷରୀ ଚାରିପଦ ଗାଇବୁ ଗୋଟିଏ ଢୁଆ ଧରେଇ ଦଉଥିଲୁ, ଗାଉଥିଲୁ। ସମସ୍ତେ କହନ୍ତି ସତ୍ୟ ନାରାୟଣଙ୍କର କଥା ଧନ ମାଳିରେ, ମନନ କରିବ ବ୍ୟଥା ଧନ ମାଳିରେ। ଧନ ମାଳିରେ ହେ ମୋର ଜ୍ଞାନୀ ମଣ୍ଡଳୀ, ଧନ ମାଳି ଏ ଜୀବନ ଭିତରେ ଏକମାତ୍ର ଗଳାର ମାଳି ହେଉଛି ଧନ। ଯାହା ବେକରେ ମାଳି ଖିଅ ନାହିଁ ସେ ପୁଅ କି ଯୋଗ୍ୟ ପୁଅ? ଠାକୁରାଣୀଙ୍କର ପୁଅ ପରମହଂସ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ପାଖକୁ ଗଲି, ତାଙ୍କ ପଦ ତଳେ ନେଇ ମୁଣ୍ଡଟାକୁ ରଖିଦେଲି। ମୋତେ ଗୋଟିଏ ନମସ୍କାର, ପ୍ରତି ନମସ୍କାର ଜଣେଇବା ପରେ ଆଉ ଥରେ ନମସ୍କାର କଲେ। ମୁଁ କହିଲି ବାବା ଆପଣଙ୍କ 2 ଥର ନମସ୍କାର କଲେ? ନାରୀ ଲିଙ୍ଗରାଜ, ମୋତେ ଯିଏ ଗୋଟିଏ ନମସ୍କାର କରେ ମୁଁ ତାକୁ 2ଟି ନମସ୍କାର କରେ। ବାବା କାହିଁକି? ନା ଯାହା ମୁଣ୍ଡରେ ଚନ୍ଦନ ଟୋପିଏ ଦେଖେ, ବେକରେ ମାଳିକିଏ ଦେଖେ, ମୋର ଗୁରୁ ବୋଲିକିରି ତାଙ୍କୁ ମୁଁ ଭାବି ଆଉ ଥରେ ମୁଁ ନମସ୍କାର କରେ। ଆଜ୍ଞା ମା କହେ ପୁଅକୁ, ତୁ ମୋର ଧନମାଳି। ସତେ କ'ଣ ପୁଅ ମାଳି ହୋଇକିରି ମା ବେକରେ ଲମ୍ବି ଯାଇଛି କି? ଜୀବନରେ ମାନବ ଜୀବନ ଭିତରେ ମାଳି ହେଉଛି ଏକମାତ୍ର ଧନ। ଯାହା ଗଳାରେ ମାଳି ନାହିଁ, ବେକ ଖୋଲା କରି ବସିଲେ ଆଜ୍ଞା କେବେ ସେ ପୁଅ ଶୁଭ କାମନା କରିପାରେ ନାହିଁ, ଶୁଭାକାଂକ୍ଷୀ ହୋଇପାରେ ନାହିଁ। ଚନ୍ଦନ ଟୋପିଏ ମାଳିଖିଏ, ଏ ହେଉଛି ପ୍ରଭୁଙ୍କର କଥା। ସବୁ ପୁଅମାନଙ୍କୁ ଏତିକି ଚେତାବନୀ ଦେଇ ପଦେ କହିପାରୁଛି। ଜଣେ ବାବୁ ଯାଇଥିଲେ ବଜାରକୁ, ବଜାରରେ ପହଞ୍ଚି ପାନ କିଣିକିରି ଆଳୁ କିଣିବା ପାଇଁ ଗଲାବେଳକୁ ତାଙ୍କ ସାଙ୍ଗରେ ଯାଇଥିଲେ ଗୋଟେ କାଳିଆ କୁକୁର, ତାଙ୍କ ପୋଷା କୁକୁର। ସେପଟୁ ବାବୁଙ୍କ ସାଙ୍ଗରେ ଚାଲିଗଲା ବେଳକୁ ବସ୍ଟା ଧକ୍କା ହେଲା। ଆକ୍ସିଡେଣ୍ଟ ହେବା ଭିତରେ କୁକୁରଟା ମରିଗଲା। ଡ୍ରାଇଭର ବାବୁଙ୍କ ନାଁରେ ଏ କୁକୁରର ମାଲିକ ଯାଇ କୋର୍ଟରେ କେସ୍ ଆରମ୍ଭ କଲେ।
ହାକିମ ଯେତେବେଳେ ପଚାରିଲେ କେତେ ତ କୁକୁର ବୁଲୁଛନ୍ତି ତମ କୁକୁର ବୋଲିକିରି ପରିଚୟ ନା ଦେଖେଇଦେଲେ ଆଜ୍ଞା ବେକରେ ସେ ଯେଉଁ ଲାଗିଛି ପଟିଟା ଯେଉଁ କୋରଟା ଲାଗିଛି ତାକୁ ଦେଖେଇଦେଲେ ଇଏ ମୋ ପୋଷା କୁକୁର। ଏ ସଜନ ଯଦି ଆମେମାନେ ପ୍ରଭୁର ଚାକର ପ୍ରଭୁର ସେବକ ଯଦି ଆମେମାନେ ହୋଇଥିବା ଆମ ବେକରେ ଯଦି ମାଳି ଥିବ ଯମଦୂତ ଯେତେବେଳେ ଆମକୁ ବାନ୍ଧି ନେଇଯିବେ ଏ ଦେବପୁରକୁ ଗଲେ କି ନର୍କକୁଣ୍ଡକୁ ଯମପୁରକୁ ଯିବେ ସେତିକିବେଳେ ସେ କହିଦେବେ ତାଙ୍କ ବେକରେ ମାଳିଛି ଅଛି ଏ ପ୍ରଭୁଙ୍କର ପୁତ୍ର ଯମ ଅର୍ଗଳିରୁ ଗଳାଇ ଦେବେ। ବାବୁ ଅନେକ ଅନେକ କଥା ଜୀବନରେ ଶିକ୍ଷା କଥା ଗୁରୁଙ୍କ ପଣ୍ଡିତ ଶଙ୍କରସନ୍ ତ୍ରିପାଠୀ ଗୋଟିଏ ପଦ ମୋ ଗୁରୁ ଯାଆନ୍ତି କହିବା ପାଇଁ କେଡ଼େ ସୁନ୍ଦର କଥା କହିଲେ। ମୁଁ କହିଲି ବାପା ଜନ୍ମ ହେଲେ କ'ଣ ମନୁଷ୍ୟ ମରିବାକୁ ପଡ଼େ ସେ ମରନ୍ତି ଆଉ ସେ ଜନ୍ମ ହୁଅନ୍ତି ନା ଯୋ ନିର୍ଗତା ଯୋ ନିୟମରତା ଯୋନି ଅମରତା ଯିଏ ନିର୍ଗତ ହେଲା ଯିଏ ମର୍ତ୍ତ୍ୟମଣ୍ଡଳକୁ ଆସିଲା କୋଉ ବାଟ ଦେଇ ଆସିଲା ଯୋ ନିର୍ଗତା ଯୋନି ବାଟ ଦେଇକି ଆସିଲା ଯିଏ ନିୟମରତା ଯିଏ ଯୁଗର ସମୟର ନିୟମକୁ ମାନିକିରି ଚାଲିଛି ଯୋନି ଅମରତା ତାକୁ ଆଉ ଥରେ ଯୋନି ଜନ୍ମ ହେବା ପାଇଁ ପଡ଼େନି ସେ ପ୍ରଭୁଙ୍କ ପାଦ ପଦ୍ମରେ ସମସ୍ତେ ଜନ୍ମ ଯିବା ଆସିବାର ତାର ନାମ ଜଗତ ଜ ଅର୍ଥାତ୍ ଜନ୍ମ ହବ ଗତ ଅର୍ଥାତ୍ ବିଦାୟ ନେବ ଏଇ ଜନ୍ମ ମୃତ୍ୟୁର ଏଇ ପଣ୍ଡିତ ଜଗତ ପିଲାଦିନ ଠାରୁ ନାରାୟଣଙ୍କ ନାମକୁ ଛାଡ଼ି ରହିପାରେ ନାହିଁ। 72 ବର୍ଷ ଏବେ ହୋଇଗଲା ସେଇ ପ୍ରଭୁଙ୍କର ନାମକୁ ଗାଉଛି ଯେତେବେଳେ ଯେଉଁଠି ପାଲା ପଡ଼ୁଛି ପିଲାମାନେ ଶ୍ରଦ୍ଧାର ସହିତ ଡାକନ୍ତି ସେ ପର୍ଯ୍ୟନ୍ତ ବି ମୁଁ ଯାଉଛି କିନ୍ତୁ ସମସ୍ତ ଗାୟକ ସମାଜ କଳାକାରମାନଙ୍କୁ ମୋର ଏତିକି ନିବେଦନ ସବୁ ପୁଅମାନେ ସବୁ ଭାଇମାନେ ସମସ୍ତେ କେହି ପାଲାର ପାରମ୍ପରିକ ରୀତିନୀତିକୁ କେହି କେବେ ହେଲେ ଭୁଲି ଯାଆନ୍ତୁ ନାହିଁ ତାକୁ ରଖି ସମାଜ ଗାଇ ଆଲୋଚନା କରି ସବୁର ବର୍ଣ୍ଣନା ସନ୍ଧ୍ୟା ପ୍ରଭାତ ବର୍ଣ୍ଣନା ଦେଇ ସମସ୍ତେ ପାଲାରେ ଅଗ୍ରଗାମୀ ହୁଅନ୍ତୁ ଏବଂ ଆଲୋଚନା କରନ୍ତୁ। ଆଜି ଯେଉଁ ବିପଦ ମାଡ଼ି ଆସିଛି ଆଜ୍ଞା ଏ ସମସ୍ତେ କରୋନା ରୋଗ ନୂଆ ଆସିଛି ଆଗରୁ ଆକୁ ଆମ ପିଲାଦିନ ଠାରୁ କେବେ ଭୋଗିନଥିଲୁ ଜାଣିନଥିଲୁ ଇଏ ହୋଇଛି ଆକୁ କିଏ ଦେଇଛି ଆଜି ପଠେଇଛନ୍ତି ଜଗତର ନାଥ ଜଗନ୍ନାଥ ସେ ତ ହେଉଛନ୍ତି କରୁଣାମୟ କରୁଣା ତ ତାଙ୍କଠାରେ ଆଉ କରୁଣା କାହା ପାଖରେ ଦେହି ଆଉ ଦେବତା ଆପଣମାନେ ଚିନ୍ତା କରି ଆମେ କଷ୍ଟ ଭୋଗ କଲେ ଆମ ପ୍ରଭୁ କ'ଣ ଆମ ଲାଗି କଷ୍ଟ ଭୋଗ କରୁନାହାନ୍ତି ସେଇ ପ୍ରଭୁ ତାଙ୍କର ନାମ ପୁରା ମଙ୍ଗଳମୟ ପାଠ ପଢ଼ିଲା ବେଳେ ମନ ପଡ଼ିଯାଏ ଗୋଟାଏ ପଦ ଭକ୍ତ ଚରଣ ଦାସ ମଥୁରା ମଙ୍ଗଳ ପ୍ରଥମ ଛାନ୍ଦ ଭିତରୁ ମନ ପଡ଼ିଯାଏ ସେ ପଦ କୃଷ୍ଣ ନାମ ଯେ କରୁଣା ବାରିଧି କଳି କଳମୁଷ ରୋଗକୁ ଔଷଧି ସାଧୁଜନଙ୍କ ମୁଖରୁ ଶୁଣିଲି କୃଷ୍ଣ ଭଜନେ ତରନ୍ତି ଜାଣିଲି। ଆମେ ସମସ୍ତେ ଏକତ୍ରିତ ହେବା ଭକ୍ତ ଚରଣ ଦାସ ଲେଖି ଦେଇଛନ୍ତି ସେ କରୁଣାମୟଙ୍କ ନିକଟରୁ ଯିଏ କରୁଣା ଆସିଛି ତାଙ୍କରି କରୁଣାକୁ ସେ ଫେରାଇ ନେବେ। ଏ ବିଶ୍ୱରେ ଯେତେବେଳେ ଏହିପରିକା ରୋଗଟା ବ୍ୟାପିଛି ସମସ୍ତ ଗାୟକ ବନ୍ଧୁମାନଙ୍କୁ ହସ୍ତ ଯୋଡ଼ିକିରି ମୁଁ ନିବେଦନ କରେ ମନ ପ୍ରାଣ ଲଗାଇ ସେଇ ଜଗତର ନାଥ ଜଗନ୍ନାଥ କରୁଣାମୟ ଠାକୁରଙ୍କୁ ଆମେ ସମସ୍ତେ ଡାକିବା ଏ କରୁଣା ରୋଗକୁ ଦୂରୀକରଣ କରିଦିଅନ୍ତୁ ଦୂରେଇ ଦିଅନ୍ତୁ। ଶରୀରର ଅନ୍ୟ ନାମ ହେଉଛି ପଣ୍ଡିତ ରୁଗ୍ଣ ଭୂମି ଉପରେ ବୃକ୍ଷଲତା ଯେପରି ଉଠେ ସେହିପରି ଏ ଶରୀର ଯେତେବେଳେ ଅଛି ରୋଗ ନିଶ୍ଚିତ ଆସୁଛି ଆସିବ। ଶୁଣିଲେ ତ ଦର୍ଶକ ବନ୍ଧୁ ଶ୍ରୀଯୁକ୍ତ ବେହେରା ମହୋଦୟଙ୍କ ଜୀବନଚର୍ଯ୍ୟା ସମ୍ପର୍କରେ ବିଦାୟ ନେବା ପୂର୍ବରୁ ମୁଁ ନିବେଦନ କରିବି ଯଦି ଆପଣଙ୍କ ନିକଟରେ ଏପରି ମହତ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ରହୁଛି ନମସ୍କାର।